ହଁ ସାଙ୍ଗମାନେ ଆଜି ଥିଲା ମଙ୍ଗଳବାର ତ ମୁଁ ବାହାରି ଯାଇଥିଲି ଭୀମପୁରା ଛକ। ସକାଳ 9ଟା ବେଳେ ଭୀମପୁରା ଛକ ପହଞ୍ଚିଲା ବେଳକୁ କେହି ନଥିଲେ। ଭାଇ କେବଳ ଆଜି ଏକୁଟିଆ ଥିଲେ। ତ ଭାଇ ଦେଖିଲା ବେଳକୁ ଗୋଟେ ରୋହି ମାଛ କାଟୁଥିଲା। ଭାଇଙ୍କ ଦୋକାନ ପ୍ରବଳ ଭିଡ଼ ହେଇଥିଲା। ମୁଁ ପଚାରିଥିଲି ଭାଇ ଇଲିଶି ମାଛ କେତେ? ଭାଇ କହିଥିଲେ 1000-1200 ଟଙ୍କା। ଆଉ ଭାଇ କହିଲେ ଚିଙ୍ଗୁଡ଼ି ପଚାରିଲେ, ଚିଙ୍ଗୁଡ଼ି କହିଲେ ଆଜି 400 ଟଙ୍କା କେଜି। ମୁଁ କହିଲି ଠିକ୍ ଅଛି ଭାଇ ଇଲିଶି ଦେଇଦିଅ ମୋତେ। ତ ଇଲିଶି ଦୁଇଟା ହେଇଥିଲା 700 ଗ୍ରାମ। ତ ମୁଁ ଦୁଇଟା ଇଲିଶି ନେଇ ଭାଇ କହିଲେ ଭାଇ ଜଲ୍ଦି କରିଦିଅ କାହିଁକିନା ମୁଁ ଡ୍ୟୁଟି ଯିବି। ତ ଭାଇ ଫାଇନାଲି ଭଲସେନା ସଫା କରିକି କାଟିବାରେ ଲାଗିଗଲେ। ତ ଫାଇନାଲି ମୋ ମାଛ କାଟା ଚାଲିଛି। କାଟା ଚାଲିବା ଭିତରେ ଦେଖିଲି ଭାଇଙ୍କୁ ପଚାରିଲି ଭାଇ ଏ ଯେଉଁ ଚିଙ୍ଗୁଡ଼ିଟା କ'ଣ ନଈ ଚିଙ୍ଗୁଡ଼ି? ଭାଇ କହିଲେ ନାହିଁ ଏଇଟା ନଈ ଚିଙ୍ଗୁଡ଼ି ନୁହେଁ, ଏଇଟା ଚାଷ ଚିଙ୍ଗୁଡ଼ି। ତ ଫାଇନାଲି ମୋ ମାଛ କଟା ବି ତା ଭିତରେ ସରିଗଲା। ତ ମାଛ ବି ନେଇକି ଜଲ୍ଦି ମୁଁ ଆସିବାର ଥିଲା, କାହିଁକିନା ବର୍ଷା ବି ହେଉଥିଲା, ମୋତେ ଡ୍ୟୁଟି ଯିବାର ଥିଲା। ତ ଫାଇନାଲି ଆସି ରୁମ୍ରେ ମାଛ ଦେଇ ଗଲି। ତ ମାଛ ଦେଇକି ଆସିଲା ହତ ସାଙ୍ଗମାନେ ମୁଁ ଅଫିସ କାମ ସାରି ଆସିକି ରୁମ୍ ପହଞ୍ଚିଗଲି। ତ ବର୍ତ୍ତମାନ ରୋଷେଇ ଅଲରେଡ଼ି ସରିଯାଇଛି। ତ ବର୍ତ୍ତମାନ ଦେଖିଥିବେ ଆମର କଞ୍ଚା ଇଲିଶି ମାଛ ଝୋଳ ହେଇଛି, ତା ସାଙ୍ଗକୁ ମାଛ ପତୁଆ। ଓ ସାଙ୍ଗମାନେ ସତରେ ଖାଇବାଟା ଆକ୍ଚୁଆଲି ଦ୍ୱିପହରେ ବହୁତ ଭଲ ଖାଇବା ହେଇଗଲା, କାହିଁକିନା ମାଛର ଟେଷ୍ଟ ବହୁତ ବଢ଼ିଆ ଥିଲା। କାହିଁକିନା ମାଛଟା କ'ଣ ଭାଇ କହୁଥିଲେ ଡଙ୍ଗା ମାଛଟା ଥିଲା। ତ ଫାଇନାଲି ବର୍ତ୍ତମାନ ଖାଇବା ସରିଗଲା। ତ ଆପଣମାନେ କୁହନ୍ତୁ ସାଙ୍ଗମାନେ ଆପଣଙ୍କ ଅଞ୍ଚଳରେ କେଉଁଠି ଭଲ ଲୁଣି ମାଛ ମିଳେ? ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।